ସମସ୍ତଙ୍କୁ ନମସ୍କାର, ପ୍ରେଜ ଦ ଲର୍ଡ। ଆଉ ମୁଁ ଆନନ୍ଦିତ ଆଜି ପୁନର୍ବାର ପ୍ରଭୁ ଆମମାନଙ୍କୁ ବାକ୍ୟ ଶିଖିବା ନିମନ୍ତେ ସୁଯୋଗ ଦେଇଛନ୍ତି। ଆଉ ଯେଉଁ ଭାଇ କିମ୍ବା ଭଉଣୀ ଏହି ଭିଡ଼ିଓ ଦେଖିବେ ଶୁଣିବେ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ଯେ ଭିଡ଼ିଓ ବା ବାକ୍ୟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜିର ଆଲୋଚନା ହେବ ଅନେକ ବାକ୍ୟ ଆମେ ଶୁଣିଛୁ ଯେ ରାଜ୍ୟର ସୁସମାଚାର ଅନୁଗ୍ରହ ସୁସମାଚାର ଭିନ୍ନ, ଆଉ ରାଜ୍ୟର ସୁସମାଚାର ଆଦିରୁ ପ୍ରେରିତ ଏବଂ ଯାକୁବ ଠାରୁ ପ୍ରକାଶିତ, ମଝିରେ ଯାହା ରହୁଛି ରୋମିଓ ଠାରୁ ଫିଲିମନ, ତାହା ହେଉଛି ଅନୁଗ୍ରହ ସୁସମାଚାର। ତ এই ଅନୁଗ୍ରହ ସୁସମାଚାର ରୋମି ଠାରୁ ଫିଲିମନ ଭିତରେ ଯାହା ଅଛି ତାରି ଭିତରେ ମଧ୍ୟ ରାଜ୍ୟର ସୁସମାଚାର ଅଛି। ତ କାହିଁକି ଅଛି, କୋଉ କାରଣ ପାଇଁ ଅଛି, ସେ ଉପରେ ଆଜି ଆମେ ପ୍ରାଞ୍ଜଳ ଭାବରେ ଆଲୋଚନା କରିବା। ତ ଆସନ୍ତୁ ପ୍ରାର୍ଥନା କରିବା। ଧନ୍ୟବାଦ ପ୍ରଭୁ, ସୁନ୍ଦର ସମୟ ଦେଲ, ଯେଉଁ ସମୟ ପାଇଛୁ ବାକ୍ୟ ଶିଖିବା ନିମନ୍ତେ ବୁଝିବା ନିମନ୍ତେ ସାହାଯ୍ୟ କର, ତୁମର ଗୌରବ ପାଇଁ ବ୍ୟବହାର କର। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ଯେମିତି ମୁଁ କହିଲି ଯେ ରୋମି ଠାରୁ ଫିଲିମନ ମଧ୍ୟରେ ସୁଦ୍ଧା ରାଜ୍ୟର ସୁସମାଚାର ଅଛି। ତ ଟିକେ ଚିନ୍ତା କରନ୍ତୁ, ରୋମି ଠାରୁ ଫିଲିମନ ଭିତରେ ଯଦି ରାଜ୍ୟର ସୁସମାଚାର ସ୍ଥାନ ପାଉଛି, ତେବେ ରୋମି ଠାରୁ ଫିଲିମନ ଅନୁଗ୍ରହ ବୋଲି ଆମେ କେମିତି କହିବା? ଅର୍ଥାତ୍ ରୋମି ଠାରୁ ଫିଲିମନ ମଧ୍ୟରେ ଅନୁଗ୍ରହ ସୁସମାଚାର ବୋଲି କେମିତି କହିବା? କାହିଁକି ତା ଭିତରେ ମଧ୍ୟ ରାଜ୍ୟର ସୁସମାଚାର ଆମେ ପାଉଛୁ। ଏହି ସନ୍ଦେହରୁ ମୁକ୍ତ ହେବା ନିମନ୍ତେ ଆପଣମାନେ ପ୍ରାଞ୍ଜଳ ଭାବରେ ଶୁଣନ୍ତୁ। ଆଉ ଆଜିର ଆଲୋଚନା ଅନୁସାରେ ଯଦି ଆଜିର ଟପିକ୍ ଯଦି ମୁଁ କହିବି ଯେ ଅନୁଗ୍ରହ ବାକ୍ୟ କେମିତି ପୂର୍ଣ୍ଣ ହୁଏ, ଅନୁଗ୍ରହ ବାକ୍ୟ କେମିତି ପୂର୍ଣ୍ଣ ହୁଏ। ଦେଖନ୍ତୁ, ମୁଁ ଯେମିତି କହିଲି ଆପଣମାନଙ୍କୁ, ପାଉଲଙ୍କର ପତ୍ରିକା ହେଉଛି 13ଟି, ରୋମି ଠାରୁ ଫିଲିମନ। ତାହା ଯଦି ଆମେ ସିରିଏଲ ଅନୁସାରେ ଦେଖିବା, ପ୍ରଥମେ ରୋମି ପାଇବା, ତାପରେ ପ୍ରଥମ କରନ୍ତି, ଦ୍ୱିତୀୟ କରନ୍ତି, ତାପରେ ଗାଲାତି, ତାପରେ ଏଫିସି, ଫିଲିପିଓ, କଲୋସିଓ, ପ୍ରଥମ ଥେସଲୋନି, ଦ୍ୱିତୀୟ ଥେସଲୋନି, ପ୍ରଥମ ତିମୋଥୀ, ଦ୍ୱିତୀୟ ତିମୋଥୀ, ତିତୋସ, ଏମିତି ଆମେ ଏବଂ ଶେଷ ଆଉ ଫିଲିମନ ପର୍ଯ୍ୟନ୍ତ ଆମେ ପାଉ। এইটা হচ্ছে সিরিয়াল অনুসারে ମୁଁ କହିଲି। କିନ୍ତୁ ଆପଣମାନେ ଆଉ ଗୋଟେ ବିଷୟ ଏଠି ଧ୍ୟାନ ଦେବେ, ସିରିଏଲ କହିଲେ ବା ଗୋଟେ ପରେ ଗୋଟେ କହିଲେ ପ୍ରକାର ଅଛି, କିନ୍ତୁ এই 13ଟି ପତ୍ରିକାର ଲେଖା ରୋମି ଠାରୁ ଫିଲିମନ ମଧ୍ୟରେ ଯେଉଁ ଲେଖା ହୋଇଛି, ସେ ଲେଖାର ଡେଟ୍ ଯଦି ଆମେ ଦେଖିବା, ମାନେ କୋଉ ସାଲରେ କେବେ କୋଉଟା ଲେଖା ହେଲା, ସେ ଅନୁସାରେ ଯଦି ଆମେ ଦେଖିବା, ତାହା ରୋମି ଠାରୁ ଫିଲିମନ ଯେମିତି ମୁଁ ଗୋଟେ ପରେ ଗୋଟେ କହିଲି ସେମିତି ହବ ନାହିଁ। ତାହା ପ୍ରକୃତରେ ଆଗ ପଛ ହବ। ଆଉ ସେ ଲେଖା ଅନୁସାରେ, ଡେଟ୍ ତାରିଖ ଅନୁସାରେ, କୋଉ ପୁସ୍ତକ କେଉଁ ସାଲରେ ଲେଖା ହେଲା, ସେ ଅନୁସାରେ ଆମେ ଆଲୋଚନା କରିବା। ତ ଯେତେବେଳେ ଆମେ ଅନୁଗ୍ରହ ସୁସମାଚାରକୁ ଅଧ୍ୟୟନ କରୁଛୁ, ଏହା ମଧ୍ୟ ଜାଣିବାକୁ ପଡ଼େ, ସିରିଏଲ ଜାଣିବା ଖାଲି ହବ ନାହିଁ, ଟାଇମ ଟେବୁଲକୁ ମଧ୍ୟ ଜାଣିବାକୁ ପଡ଼ିବ, କୋଉ ପୁସ୍ତକ କେବେ ଲେଖା ହେଉଛି। ତେଣୁ ପୁସ୍ତକର ଲେଖାର ସମୟ ଅନୁସାରେ ଯଦି ଆମେ ଆଲୋଚନା କରିବା, ତେବେ ଅନୁଗ୍ରହ ସୁସମାଚାରର ପ୍ରଥମ ପୁସ୍ତକ ଯଦି ଆମେ କହିବା, ତାହା ହେଉଛି ଗାଲାତି। କିନ୍ତୁ ଆମେ ରୋମିଓ ବୋଲି ଜାଣିଛୁ, କିନ୍ତୁ ତାର ଟାଇମ ଟେବୁଲକୁ ଯଦି ଆମେ ଦେଖିବା, ମାନେ କେବେ ଲେଖା ହେଲା, সেই ଅନୁସାରେ ଯଦି ଆମେ କରିବା, ତେବେ ଗାଲାତି ହେଉଛି ପ୍ରଥମ ପୁସ୍ତକ। ଗାଲାତି ପ୍ରଥମରେ ଲେଖା ଅଛି। ସେଥିପାଇଁ ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି, ଗାଲାତି କେବେ ଲେଖା ହେଇଛି? ଖ୍ରୀଷ୍ଟାବ୍ଦ ଏଡି ମାନେ 48 ରୁ 49 ମଧ୍ୟରେ ଲେଖା ଅଛି। ଖ୍ରୀଷ୍ଟାବ୍ଦ 48 ରୁ 49 ମଧ୍ୟରେ ଲେଖା ଅଛି। କିନ୍ତୁ ଅନେକ ଲୋକମାନେ 48 ରୁ 55 ମଧ୍ୟରେ ଲେଖା ଅଛି ବୋଲି କହନ୍ତି, କିନ୍ତୁ ପ୍ରକୃତରେ ଏହା 48 ରୁ 49 ମଧ୍ୟରେ ଲେଖା ଅଛି। ଏକ ନମ୍ବରରେ ଗାଲାତି ଆସୁଛି। ଦୁଇ ନମ୍ବରରେ ଯଦି ଆମେ ଦେଖିବା, ପ୍ରଥମ ଥେସଲୋନି ଆସିବ। ଦେଖନ୍ତୁ, ପ୍ରଥମ ଥେସଲୋନି କେବେ ଲେଖା ଅଛି? ଖ୍ରୀଷ୍ଟାବ୍ଦ 50 ଖ୍ରୀଷ୍ଟାବ୍ଦରେ ଲେଖା ଅଛି।
ଆଉ ଦ୍ୱିତୀୟ ପୁସ୍ତକ ଯଦି ଆମେ ଦେଖିବା, ଦ୍ୱିତୀୟ ପୁସ୍ତକ ଯଦି ଆମେ ଦେଖିବା ତାହା 51 AD ରେ ଲେଖା ଅଛି, 51 ଖ୍ରୀଷ୍ଟାବ୍ଦରେ ଲେଖା ଅଛି। ସେମିତି ଚତୁର୍ଥ ପୁସ୍ତକ ଯଦି ଆମେ କ୍ରମ ଅନୁସାରେ ଦେଖିବା, ଏବେ କରନ୍ତି ଆସିବ। କରନ୍ତି 53 ରୁ 54 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖା ଅଛି। 53 ଆଉ 54 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖା ଅଛି। ପଞ୍ଚମ ପୁସ୍ତକ ଯଦି ଆମେ ଦେଖିବା 55 ରୁ 56 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖା ଅଛି। ଆଉ ଷଷ୍ଠ ପୁସ୍ତକ ଦେଖିବା, ଏବେ ଆସୁଛି ରମି ପୁସ୍ତକ, ଯୋଉଟାକି ଆମେ ପ୍ରଥମ ବୋଲି କହୁଥିଲୁ, କିନ୍ତୁ ରମି ଏବେ ଆସିବ 57 ଖ୍ରୀଷ୍ଟାବ୍ଦରେ। ଏବଂ ସପ୍ତମ ନମ୍ବରରେ ଆସିବ 61 ଖ୍ରୀଷ୍ଟାବ୍ଦରେ। ଦେଖନ୍ତୁ, ମୁଁ ଯେମିତି କହିଲି ଗାଲାତି ଠାରୁ ଆମେ ଦେଖିଲୁ ଫିଲିପି ପର୍ଯ୍ୟନ୍ତ, ଆଉ ଖ୍ରୀଷ୍ଟାବ୍ଦ ସମୟ ସୀମା ମଧ୍ୟ ମୁଁ କହିଲି। ତ ଗାଲାତି ଠାରୁ ଫିଲିପି ପର୍ଯ୍ୟନ୍ତ ଯୋଉ ବାକ୍ୟ ଲେଖା ଅଛି, ଅନୁଗ୍ରହ ସୁସମାଚାରର ଆରମ୍ଭ। ଏଇଟା ମାନେ ଆରମ୍ଭ ହୁଏ ଅନୁଗ୍ରହ ସୁସମାଚାର, ଧୀରେ ଧୀରେ ସାଧୁ ପାଉଲ ପ୍ରଚାର କରିବାକୁ ଆରମ୍ଭ କରନ୍ତି। କିନ୍ତୁ ଏଇ ଗାଲାତି ଠାରୁ ଫିଲିପ ପର୍ଯ୍ୟନ୍ତ ଆପଣମାନେ ରାଜ୍ୟର ସୁସମାଚାର ମଧ୍ୟ ପାଇବେ। ଏଠାରେ ରାଜ୍ୟର ସୁସମାଚାର ବିଷୟରେ ମଧ୍ୟ ଲେଖା ଅଛି। ଯେହେତୁ ଗାଲାତି ଆଉ ଫିଲିପି ପର୍ଯ୍ୟନ୍ତ ଜଷ୍ଟ ଅନୁଗ୍ରହ ସୁସମାଚାର ଆରମ୍ଭ ହୁଏ, ଆଉ ସେଇ ସମୟରେ ଯେ ରାଜ୍ୟର ସୁସମାଚାର ପୁରା ସରିଛି ସେମିତି ନୁହେଁ, ଅନୁଗ୍ରହଟା ବଢି ଚାଲେ ଆଉ ରାଜ୍ୟର ସୁସମାଚାର କମି ଚାଲେ। ତେଣୁ ଗାଲାତି ଠାରୁ ଫିଲିପି ପର୍ଯ୍ୟନ୍ତ ଆମେ ଦ୍ୱନ୍ଦ୍ୱ ହେବା ଦରକାର ନାହିଁ, କିନ୍ତୁ ସେଇଠି ରାଜ୍ୟର ସୁସମାଚାର ମଧ୍ୟ କାଁ ଭାଁ ଦେଖିବାକୁ ମିଳେ। ସେଥିପାଇଁ ସେଟା ଆମେ ରୋମୀ 2:6-7 ପାଇବା, ଆଉ 13 ପର୍ବ 11-12 ପାଇବା। ସେମିତି ଅନେକ ବିଷୟ ବର୍ଣ୍ଣନା ଅଛି। ତ ଏବେ ଆମେ ଜାଣିଲୁ ଯେ ଗାଲାତି ଠାରୁ ଫିଲିପି ପର୍ଯ୍ୟନ୍ତ ଗୋଟେ ପାହାଚ, ଅନୁଗ୍ରହ ସୁସମାଚାରର ଗାଲାତି ଠାରୁ ଫିଲିପ ପର୍ଯ୍ୟନ୍ତ ଗୋଟେ ପାହାଚ, ଆଉ ସେଠି ଅନୁଗ୍ରହ ଆରମ୍ଭ ହେଇଛି, ମାତ୍ର ରାଜ୍ୟର ସୁସମାଚାର ମଧ୍ୟ ସ୍ଥାନ ପାଇଛି। କାରଣ କ'ଣ ପାଇଁ ନା, ଯେତେବେଳେ ସେ ରାଜ୍ୟର ସୁସମାଚାର ଅଛି, ତ ଅନୁଗ୍ରହ ସୁସମାଚାର ଆସିଲା ପରେ ସେଟା ହଠାତ୍ କମେ ନାହିଁ, ଧୀରେ ଧୀରେ କମିବାକୁ ଆରମ୍ଭ ହୁଏ। ତେଣୁ କୋଉ ସମୟରେ କୋଉ ପୁସ୍ତକ ଲେଖା ହେଲା ସେଟା ମଧ୍ୟ ଆପଣ ମାନେ ଧ୍ୟାନ ଦେବେ। ଏବେ ଆମେ ଦେଖିବା ଅନୁଗ୍ରହ ସୁସମାଚାର ଆଉ ଗୋଟେ ଭାଗ। ଆଉ ଗୋଟେ ଭାଗ ମାନେ କ'ଣ, ଯୋଉ ସମୟରେ କି ସମ୍ପୂର୍ଣ୍ଣ କେବଳ ଅନୁଗ୍ରହ ସୁସମାଚାର ଲେଖା ଅଛି, ରାଜ୍ୟର ସୁସମାଚାର ବନ୍ଦ ହୁଏ। ତାହା ହଉଛି ଆମେ ଯଦି ଦେଖିବା ଏଫିସି ଠାରୁ ଦ୍ୱିତୀୟ ତିମୋଥୀ ପର୍ଯ୍ୟନ୍ତ, ଏଫିସି ଠାରୁ ଦ୍ୱିତୀୟ ତିମୋଥୀ ପର୍ଯ୍ୟନ୍ତ ଅନୁଗ୍ରହ ସୁସମାଚାର ପୁରା ସେଠି ଲେଖା ଅଛି। ଅର୍ଥାତ୍ ରାଜ୍ୟ ସୁସମାଚାର ଫିଲିପି ପରେ ପରେ ବା 61 ଖ୍ରୀଷ୍ଟାବ୍ଦ ପରେ ପରେ ସମ୍ପୂର୍ଣ୍ଣ ବନ୍ଦ ହୁଏ। ତେଣୁ ଦେଖନ୍ତୁ, ଏବେ 8 ନମ୍ବରରେ ଏଫିସି ଆସିଲା। ଏଫିସି 61 ଏବଂ 63 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖା ଅଛି, ଏବଂ କଲୋସି 61-63 ଲେଖା ଅଛି। ଫିଲିମନ ମଧ୍ୟ ଦେଖ, ଆମେ ସିରିଏଲ ଅନୁସାରେ ଦେଖିଲେ ଫିଲିମନ ଲାଷ୍ଟ ଆସୁଥିଲା, କିନ୍ତୁ ସମୟ ଅନୁସାରେ ଦେଖିଲେ ଫିଲିମନ ଏବେ 10 ନମ୍ବରରେ ଆସୁଛି। ସେଟା 61 ଆଉ 63 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖା ଅଛି। ତାପରେ ପ୍ରଥମ ତିମୋଥୀ ଆସୁଛି 63 ଆଉ 64 ମଧ୍ୟରେ, ସେ ଖ୍ରୀଷ୍ଟାବ୍ଦରେ ଲେଖା ଅଛି। ତାପରେ ପ୍ରଥମ ତିମୋଥୀ ପରେ ଦ୍ୱିତୀୟ ତିମୋଥୀ ହେବା କଥା, କିନ୍ତୁ ଦ୍ୱିତୀୟ ତିମୋଥୀ ନାହିଁ। ତାପରେ ପ୍ରଥମ ତିମୋଥୀ ପରେ ତିତସ ଅଛି। ସେଟା କେବେ ଲେଖା ହେଇଛି ନା 63 ଆଉ 64 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖା ଅଛି। ଏବେ 13 ନମ୍ବରରେ ଦ୍ୱିତୀୟ ତିମୋଥୀ ଆସୁଛି, ଯାହାକି 66 ଆଉ 67 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖା ଅଛି। ତ ଏଇ ଯୋଉ ଏଫିସି ଠାରୁ ଦ୍ୱିତୀୟ ତିମୋଥୀ ଶେଷ ପର୍ଯ୍ୟନ୍ତ ଯୋଉ ଆମେ ଆଲୋଚନା କଲୁ, ଏଠାରେ ଆପଣ ମାନେ କେବଳ ଅନୁଗ୍ରହ ସୁସମାଚାର ପାଇବେ, ରାଜ୍ୟର ସୁସମାଚାର ସମ୍ପୂର୍ଣ୍ଣ ବନ୍ଦ ହୁଏ। ତ ଆଜିର ଆଲୋଚନା ମୁଁ ଆଉ ଥରେ ଟିକେ କହିବାକୁ ଚାହିଁବି ଯେ ଅନୁଗ୍ରହ ସୁସମାଚାର 2 ଭାଗରେ ଆମେ ଆଲୋଚନା କଲୁ, ଆଉ ସିରିଏଲ ବି ପୁସ୍ତକ ଗୁଡ଼ିକ ଦେଖିଲୁ, ଆଉ ତାର ଭାଗକୁ ମଧ୍ୟ ଦେଖିଲୁ। ଭାଗ ମାନେ କେମିତି, କୋଉ ପୁସ୍ତକ କେବେ ଲେଖା ହେଲା ସେ ଅନୁସାରେ ମଧ୍ୟ ଆମେ ଆଲୋଚନା କଲୁ। ଆଉ ଯେମିତିକି ଗାଲାତିରୁ ଫିଲିପି ପର୍ଯ୍ୟନ୍ତ ଗୋଟେ ଭାଗ, ସେଇଠି ରାଜ୍ୟ ଆଉ ଅନୁଗ୍ରହ ସୁସମାଚାର ମିଶିକି ଅଛି, ଆଉ ସେଟା ଧୀରେ ଧୀରେ ଆରମ୍ଭ ହୁଏ। କିନ୍ତୁ ଏଫିସି ଠାରୁ ଯୋଉ ଦ୍ୱିତୀୟ ତିମୋଥୀ ପର୍ଯ୍ୟନ୍ତ ଦେଖିଲେ ସେଟା ସମ୍ପୂର୍ଣ୍ଣ କେବଳ ଅନୁଗ୍ରହ ସୁସମାଚାର ଅଛି, ରାଜ୍ୟର ସୁସମାଚାର ନାହିଁ। ସେଥିପାଇଁ ରୋମୀ ଠାରୁ ଫିଲିମନ ମଧ୍ୟରେ
ଅନୁଗ୍ରହ ସୁସମାଚାର ମଧ୍ୟରେ ରାଜ୍ୟର ସୁସମାଚାର କାହିଁକି ଅଛି ଆଉ କେବେଠୁ ତାହା ସମ୍ପୂର୍ଣ୍ଣ ବନ୍ଦ ହେଲା ଆଉ କେବେଠୁ ପୁରା ଅନୁଗ୍ରହ ଚାଲିଲା ଆପଣମାନେ ଏହି ଭିଡ଼ିଓରେ ଶୁଣିବାକୁ ପାଇଲେ। ମୁଁ ଆଶା କରୁଛି ଆଜିର ଆଲୋଚନା ଆପଣମାନଙ୍କୁ ବହୁତ ଆତ୍ମିକ ଜୀବନରେ ସହାୟତା ହେଇଥିବ ଆଉ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କୁ ଆତ୍ମିକରେ କଢ଼େଇ ନେବ। ଆଉ ଯଦି ଆପଣମାନେ ଭଲ ପାଇଲେ ତ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ନୂଆରେ ଥିଲେ, ଆଉ ଅନେକ ଭାଇ ଭଉଣୀମାନଙ୍କୁ ମଧ୍ୟ ସେୟାର କରିକି এই ସତ୍ୟ ସୁସମାଚାରକୁ ଜଣାନ୍ତୁ। କାହିଁକି ଆଜିକା ଡେଟ୍ରେ ଲୋକମାନେ ଇମୋସନାଲ ମନ ବିହଳତା ଭାବ ବିହଳତା ଭାବରେ ମଣ୍ଡଳୀ ଗୁଡ଼ିକ ଚାଲିଛି, କିନ୍ତୁ ବାକ୍ୟ ଅନୁସାରେ ଚାଲିବା ନିହାତି ଆବଶ୍ୟକ ଅଛି। ତେଣୁ ଆଜି ପାଇଁ ଏତିକି କହିବି। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ।